ଦେଖନ୍ତୁ ଚକ୍ରାନ୍ତ କୁଚକ୍ରୀ ଗୋଷ୍ଠୀ କୁଚକ୍ର କରିବେ ଚକ୍ରାନ୍ତ କରିବେ ତାଙ୍କର ଚକ୍ରାନ୍ତକୁ ପଣ୍ଡ ବି କରିଦେବାର ଅଛି ନା ଯେଉଁମାନେ ଆଡଜଷ୍ଟମେଣ୍ଟ କରିବା ପାଇଁ ଚାହୁଁଥିଲେ ଏବଂ ବିଜେପିକୁ ସବୁଦିନ ପାଇଁ ସୁହା କରିଦେବା ପାଇଁ ଚାହୁଁଥିଲେ ସେମାନଙ୍କ ଚକ୍ରାନ୍ତ ଚଳିଲା କି ଚଳିଲାନି ତ କୋଉମାନେ ଚାହୁଁଥିଲେ ଚାହୁଁଥିଲେ ଯେଉଁମାନେ ଆଡଜଷ୍ଟମେଣ୍ଟ ଚାହୁଁଥିଲେ ବୁଝାମଣା ଆପଣଙ୍କ ଦଳରେ କୋଉମାନେ ଚାହୁଁଥିଲେ ଯେ ମେଣ୍ଟ ହଉ କୋଉମାନେ ଚାହୁଁଥିଲେ ନାଇଁ ମେଣ୍ଟ ନାଇଁ ହବନି ମୁଁ ନାଁ ସେମାନଙ୍କର ଜାଣିନି କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସେମାନେ ଚାହୁଁଥିଲେ ଯେ ବୁଝାମଣା ହେଇଯାଉ ବୁଝାମଣା ବୁଝାମଣା ହେଇଥିଲେ ଆମର କଣ ଲାଭ ହେଇଥାନ୍ତା ଆମକୁ ମ୍ୟାକ୍ସିମମ୍ 22ଟା MLA ଜିତିଥିଲୁ 30ଟା ସିଟ୍ ଦେଇଥାନ୍ତେ 30ଟା ସିଟ୍ରେ 30ଟା ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ୍ ଦେଇଥାନ୍ତେ ଚାପ ଜୋରରେ ଥିଲା ଯେ ମେଣ୍ଟ କରିବା ପାଇଁ ହଁ ମେଣ୍ଟ ଆମେ 22ଟା MLA ଧରିକି ମୁଁ ଯାଇଥିଲି ଦିଲ୍ଲୀ ମେଣ୍ଟ ନ ହଉ ବୋଲିକିରି କାହାକୁ ଭେଟିଲେ ଆପଣ ନରେନ୍ଦ୍ର ମୋଦିକୁ ଭେଟିଲି ନଡ୍ଡାଜୀକୁ ଭେଟିଲି କଣ କହିଲେ ଯେ ମେଣ୍ଟ ବିଲକୁଲ ହବ ନାହିଁ ଏବଂ ମେଣ୍ଟ ନହେଲେ ଆପଣଙ୍କୁ 21ଟା ପାର୍ଲାମେଣ୍ଟ ସିଟ୍ ଆମେ ଦେବୁ ଏବଂ 90ଟା ବିଧାନସଭା ଦେଇକରି ଆମେ ଓଡ଼ିଶାରେ ସରକାର କରିବୁ ଏଟା କହିଥିଲି କିନ୍ତୁ ସେତେବେଳକୁ ଆପଣଙ୍କ ମିଟିଂ ପରେ କଣ କନଭିନ୍ସ ହେଇଯାଇଥିଲେ ବହୁତ ପ୍ରଭାବ ପଡ଼ିଥିଲା ତାପରେ ଯେତେବେଳେ ପୁଣି ଥରେ ଚାଲିଲା ସେତେବେଳେ କହିଦେଇଥିଲୁ ଯଦି ମେଣ୍ଟ ହବ ତାହେଲେ ବିଜେପିକୁ ଯଦିଓ ମୁଁ ବିଜେପିର ବହୁତ ବଡ଼ ଭକ୍ତ ଏବଂ ବିଜେପି ପାଇଁ ମୁଁ ସବୁ କିଛି କରିବି ତଥାପି ମୁଁ ବିଜେପିରେ ମେଣ୍ଟ ହେଲେ ରହିବି ନାହିଁ ଆପଣ କହିଥିଲେ ହଁ କାହାକୁ କହିଥିଲେ ସମସ୍ତଙ୍କୁ ଖୋଲାଖୋଲି କହିଥିଲି ଖବର କାଗଜରେ ଯଦି ମେଣ୍ଟ ହେଇଥାନ୍ତା ଆପଣ ବିଜେପି ଛାଡ଼ି ହଁ ବିଜେପି ଛାଡ଼ି ଦେଇଛନ୍ତି ଆଉ ଲଢି ନଥାନ୍ତେ ଇଲେକ୍ସନ ଲଢ଼ିଥାନ୍ତି କି ନ ଲଢ଼ିଥାନ୍ତି ମୁଁ ଜାଣିନାହିଁ ସେ ନିଷ୍ପତ୍ତି ନେଇନି କିନ୍ତୁ ଯଦି ବିଜେଡି ସହିତ ମେଣ୍ଟ ହବ ମୁଁ ପାର୍ଟିରେ ରହିବି ନାହିଁ କଥା ପାର୍ଟି ବାଲାଙ୍କୁ ସ୍ପଷ୍ଟ କହିଦେଇଥିଲି ମନମୋହନ ସାମଲ ଆପଣଙ୍କ ସହିତ ଥିଲେ ହଁ ମନମୋହନ ସାମଲ ଆମକୁ ସପୋର୍ଟ କଲେ ମନମୋହନ ସାମଲ ବି କହିଲେ ଯେ ବୁଝାମଣା ହବ ନାହିଁ ବୋଲି ତ ଆଉ ଗୋଟିଏ ଗୋଷ୍ଠୀ କିନ୍ତୁ ଚାହୁଁଥିଲେ ଯେ ମେଣ୍ଟ ଯେମିତି ହେଲେ ହଉ ତ ମେଣ୍ଟ ହେଇଥିଲେ କଣ ଲାଭ ହେଇଥାନ୍ତା ସେମାନଙ୍କର ସେମାନେ ସମସ୍ତେ ପାର୍ଲାମେଣ୍ଟ କ୍ୟାଣ୍ଡିଡେଟ୍ ବହୁତ ଜଣ ତା ଭିତରୁ ମୁଁ ସବୁ ପାର୍ଲାମେଣ୍ଟ କ୍ୟାଣ୍ଡିଡେଟ୍ର ନାଁ କହୁନାହିଁ ସେମାନେ ଭାବୁଥିଲେ ଇଜି ସ୍ମୁଥ ସେଲିଂ ହେଇଯାଇଥାନ୍ତା ତାଙ୍କର ପାର୍ଲାମେଣ୍ଟ ସିଟ୍ଟା ବାହାରି ଯାଇଥାନ୍ତା ଏଇ କଥା ଭାବୁଥିଲେ ସେମାନେ କିନ୍ତୁ କେହି ଆକଳନ କରିନଥିଲେ ଯେ ଆପଣ ସରକାରକୁ ପଳେଇ ଆସିବ ବିଜେପି ସରକାର ମୁଁ ତ କହିଥିଲି ବିଜେପି ସରକାର କରିବ ଆପଣ ମୋର ବାଇଟ୍ ଗୁଡ଼ାକ ବାହାର କରିପାରନ୍ତି ବିଜେପି ଏକାକୀ ସରକାର କରିବ ବୋଲି ମୁଁ କହିଥିଲି କେତେ ସିଟ୍ ପଡ଼ିଥିଲେ ମୁଁ ବୋଲି ପ୍ରାଥମିକ ଇଏରୁ ମୁଁ ଭାବୁଛି ଆମେ 90 ସିଟ୍ ଜିତିବୁ ବୋଲିକରି 90 ସିଟ୍ ଜିତି ଆପଣ କେମିତି ଜାଣିଲେ ଯେ ବିଜେପି ଭଲ କରୁଛି ବୋଲି ଦେଖନ୍ତୁ ମୁଁ ଗ୍ରାସରୁଟ୍ ସହିତ ସମ୍ପର୍କ ତଳରେ ନବୀନ ପଟ୍ଟନାୟକ ପାଣ୍ଡିଆନ ବିରୁଦ୍ଧରେ ବିଜେଡି ଗଭର୍ଣ୍ଣମେଣ୍ଟ ବିରୁଦ୍ଧରେ ଗୋଟେ ବାତାବରଣ ସୃଷ୍ଟି ହେଲାଣି ଏଟା ମୋତେ ଜଣା ଥିଲା ଆପଣ ତଳ ସ୍ତରରେ ରହିବେ ବୋଲେ ଲୋକଙ୍କର କଥା ଜାଣିପାରିବେ ପାଣ୍ଡିଆନ ବାବୁ ବୁଲିବାର ପ୍ରଭାବ ପଡୁନଥିଲା ଏତେ ଟଙ୍କା ଖର୍ଚ୍ଚ ହଉଥିଲା ନେଗେଟିଭ ପ୍ରଭାବ ପଡ଼ିଲା ଏଇ ଯେଉଁ ବୁଝାମଣା ହବ ନ ହବ ବୋଲି ଯେଉଁ 1.5 ମାସ 2 ମାସ ଆମର ବେକାର କରିଦେଲେ ସେଟା ଯଦି କରିନଥାନ୍ତେ ବୋଲେ ଆଉ ବଢ଼ିଆ ହେଇଥାନ୍ତା ଆଉ ଭଲ ସିଟ୍ ଆସିଥାନ୍ତା 1.5 ମାସ 2 ମାସ ବେକାର କରିଦେଲେ ଏବଂ ଲୋକ କନଫ୍ୟୁଜଡ କରିଦେଲେ ଲୋକଙ୍କୁ ତଥାପି ଲୋକ ବିଜେପିକୁ ଭୋଟ ଦେଲେ ଆଉ ବିଜେପି ଜିତିଲା ଜେନେରାଲ ବାବୁ ଆପଣ କେବେ ପାଣ୍ଡିଆନ ବାବୁଙ୍କୁ ଭେଟିଛନ୍ତି ବହୁତ ଥର ଭେଟିଛି କୋଉଠି ଭେଟିଛନ୍ତି ସେ ଯେତେବେଳେ ମୟୂରଭଞ୍ଜ କଲେକ୍ଟର ଥିଲେ ଭେଟିଛି ବହୁତ ପୁରୁଣା ବହୁତ ପୁରୁଣା ସେ ଥାର୍ଡ ଫ୍ଲୋରକୁ ଆସିବା ପରେ ତାପରେ ଆସିଲା ପରେ ମୁଁ ମୋତେ 2-3ଟା କଥାରେ କଥାବାର୍ତ୍ତା ହେଇଛନ୍ତି ଥରେ ବିଧାନସଭାରୁ ବାହାରିଲା ବେଳେ ସାମ୍ନା ପଡ଼ିଥିଲୁ ଆପଣ ବିରୋଧୀ ଦଳ ନେତା ଥିଲେ ବିରୋଧୀ ଦଳ ନେତା ସେ ସମୟରେ ନଥିଲି କଣ କଥା ହେଇଥିଲେ କଥା ହେଲୁ ସମ୍ବଲପୁର ବିଷୟରେ କଥା ହେଲୁ